এটা চাবি পকাই দেনে এই লোকার চাবি পকাই কাল বেଳକୁ ওই লোକ ଆଣିଛନ୍ତି ସେଠି ବି ଏଇଟା ଚାବି ପକାଇ ଦେଇକି ଚାବି ନେଇକରି ପଳେଇଛନ୍ତି ଏଠି ବି ଫମ୍ପା ହେଇଯାଇଛି କାଗଜ ପତ୍ର ସବୁ ଛାଡ଼ି। ମୋ ନାଁ ହେଉଛି MG ଗୁଞ୍ଜନା ଆଉ ମୋର ଖ୍ରୀଷ୍ଟିଆନପେଟା 3rd ଲାଇନ୍ ଘର। ଆଉ ଆମେ କାଲି ସନ୍ଧ୍ୟା 8ଟା ବେଳକୁ କୋର୍ଟ ଲାଇନ୍କୁ ଯାଇଥିଲୁ। ଆଉ ଜଣଙ୍କ ଦେହ ଭଲ ନଥିଲା ତ ଦେଖା ଆମେ ଯାଇଥିଲୁ, ଶାଶୁ ଆଉ ମୁଁ ଯାଇଥିଲୁ, ଆଉ ହଜବେଣ୍ଡ ଯାଇଥିଲେ କୁକୁରକୁ ବୁଲେଇବା ପାଇଁ। ସେତି ଭିତରେ ଏସବୁ କାମ ହେଇଯାଇଛି। ଆଉ ସେମାନେ ଆସିକି ସେମାନେ କିଛି ଭଙ୍ଗା ଭଙ୍ଗି କିଛି କରିନାହାନ୍ତି। ସେମାନେ ଖାଲି ଆଇଲେ, ଆମର ଯେତିକି ଗହଣା ଯେତିକି ଥିଲା ଆଉ ଟଙ୍କା ଖଣ୍ଡେ ଥିଲା ସେ ସବୁ ନେଇଛନ୍ତି। ସୁନା କହିଲେ ରାଣୀ ହାର ଗୋଟେ ଥିଲା, ଆଉ ଛୋଟ ମିଡିୟମ ସାଇଜର ଗୋଟେ ହାର ଥିଲା, ନାନୁ ଗୋଟେ ଥିଲା, କାନର 2 ହଳ ଥିଲା, ମୁଦି ଏମିତି ଚେନ୍ ସବୁ ଯେତିକି ଥିଲା, ଆଉ 5,000 ଖଣ୍ଡେ ଟଙ୍କା ଥିଲା। ସେ ସବୁକୁ ନେଇ ଯାଇକି ଯୋଉ ପଲିଥିନରେ ରଖା ହେଇଥିଲା ସେ ପଲିଥିନଟାକୁ ସେମାନେ କଡ଼ାକଡ଼ି କରି ସବୁ ରେଡି କରିଦେଇକି ପଲିଥିନକୁ ବାହାରେ ଫିଙ୍ଗି ଦେଇଥିଲେ। ଘରେ କିଏ ନଥିଲେ, କୁକୁର ଆମର ସେମାନେ ସବୁ ନଥିଲେ। ଗୋଟେ କୁକୁର ଯାହାକୁ କି ଉପରେ ବନ୍ଧା ହେଇଥିଲା, ସେ ଗୋଟେ କୁକୁର ହିଁ ଥିଲା, ଆଉ କିଏ ନଥିଲେ, ଘରେ ବି କିଏ ନଥିଲେ। କାହାକୁ ତ କହିପାରିବୁନି ଆଜ୍ଞା, କାହିଁକି ନା ପାଖ ପଡିଶା ଘର ଲୋକ ବି କିଏ ବି ନଥିଲେ କାଲି ସବୁ ଯେ ଯାର କାମରେ ବ୍ୟସ୍ତ ଥିଲେ। କାହିଁକି ନା ଏଇଟା 8ଟା ବେଳକୁ ହେଇଛି, ଯେ ଯାର ଡ୍ୟୁଟି ରିଟର୍ନ ଟାଇମ ଆଇଲା ବେଳକୁ ଯେ ଯାର ଫ୍ୟାମିଲି ଟାଇମରେ ବି ବ୍ୟସ୍ତ ଥିବେ, କିନ୍ତୁ ଘରେ ଆଖପାଖ ଘରେ କିଏ ନଥିଲେ। FIR ଟା ଦିଆ ହେଇଛି ଆଜ୍ଞା, ଆଉ ଏତିକି ଜିନିଷ ଚୋରି ହେଇଛି କହିକି ସବୁ ଏକ୍ସପ୍ଲାନେସନ କରିକି ଦିଆ ହେଇଛି। ଫଟୋଟା ଉଠେଇଛୁ। ପୋଲିସ ଆସିଥିଲେ, ଆସିକି ଆଖପାଖ ସମସ୍ତଙ୍କୁ ପଚାରିଛନ୍ତି ବି। ଆଉ ଏଇଟା ସେ CCTV ଜଣଙ୍କ ଘରେ ଲାଗିଛି ତ ସେଇଟା ଟିକେ ଦେଖି ସାରିଲା ପରେ ହିଁ ଆଉ କିଛି କହିପାରିବୁ କହିଛନ୍ତି।